କ୍ରିକେଟ ଖେଳ ଦେଖୁ ଦେଖୁ ଘଟିଲା ବହୁତ ବଡ଼ ଅଘଟଣ। ହଁ ଦର୍ଶକ ବନ୍ଧୁ, ବାପକୁ ହାଣିଦେଲା ପୁଅ। ଏମିତି ଦୁର୍ଘଟଣା ଘଟି ଯାଇଥିଲା ଯାହା ଶୁଣି ତାଙ୍କ ପରିବାରର ଲୋମମୂଳ ଟାଙ୍କୁରି ଉଠିଲା। ଏମିତି ଘଟଣା ଶୁଣି ସମସ୍ତଙ୍କ ଗାଁର ଲୋକମାନେ ବହୁତ ବିବ୍ରତ ଓ ଆଶ୍ଚର୍ଯ୍ୟ ହୋଇଗଲେ। ହଁ ଦର୍ଶକ ବନ୍ଧୁ, ଆଗରୁ ଏମିତି ଘଟଣା କେବେ ଘଟିନଥିଲା। କ୍ରିକେଟ ଖେଳ ଏମିତି ଘଟଣା ଘଟାଇବ ବୋଲି ପରିବାର ଲୋକ କେବେ ଜାଣିନଥିଲେ। ହଁ ଦର୍ଶକ ବନ୍ଧୁ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ସନାତନୀ ହୋଇଥାନ୍ତି ଆଉ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରୁଥାନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ନୂଆ କରି ଆସିଥାନ୍ତି ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍ ବଟନକୁ ଦବାଇ ଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଭିଡ଼ିଓକୁ ଆରମ୍ଭ କରିବା। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କଟାକଟି ଗାଁରେ ଏକ ଜଗନ୍ନାଥ ଓ ତାଙ୍କ ପୁଅ ସୁମନ ଓ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ଆଉ ତାଙ୍କ ମା ରହୁଥିଲେ। ତାଙ୍କର ସମସ୍ତ ଲୋକମାନେ କ୍ରିକେଟ ଖେଳକୁ ବହୁତ ପସନ୍ଦ କରୁଥାନ୍ତି। କାଲି ଥିଲା ICCI ୱାର୍ଲଡ କପ୍। ଇଣ୍ଡିଆ ସହିତ ନ୍ୟୁଜିଲାଣ୍ଡର ଖେଳ ଚାଲିଥିଲା। ସମସ୍ତେ ବସି ତାଙ୍କର ଫ୍ୟାମିଲି ଟିଭିରେ କ୍ରିକେଟ ଖେଳ ଦେଖୁଥିଲେ। ଆଉ ସେଇ କ୍ରିକେଟ ଖେଳ ଦେଖୁ ଦେଖୁ ଏମିତି ଏକ ଅଘଟଣା ଘଟିଯିବ କେହି ମଧ୍ୟ ଜାଣିନଥିଲେ। ସେଦିନ ଥିଲା ରବିବାର। ଜଗନ୍ନାଥ ଏବଂ ତାଙ୍କ ପୁଅ ସୁମନ ଏକ ସାଧାରଣ ପିତା ପୁଅ ଦୁଇ ଜଣ ଭଳି ବିସ୍ତରାଇ ଟିଭି ସାମ୍ନାରେ ବସିଥିଲେ। ଆଉ ତାଙ୍କ ଫ୍ୟାମିଲି ମାନେ ସବୁ ବସିଥିଲେ। ରାଷ୍ଟ୍ରୀୟ ଦଳ ଏକ ମହାନ ମ୍ୟାଚ୍ ଖେଳ ଚାଲିଥିଲା ଏବଂ ସେଥିରେ ଉତ୍ସାହ ଦେଖିବା ଯୋଗ୍ୟ ଥିଲା। ସୁମନ ଅତି ଉତ୍ସାହୀ ଥିଲା ଏହି କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ, କାରଣ ସୁମନର ଅତି ପ୍ରିୟ ଥିଲା କ୍ରିକେଟ ଖେଳ। ଏହି ମ୍ୟାଚ୍ ତାଙ୍କ ପାଇଁ କେବଳ ଏକ ଖେଳ ନୁହେଁ, ଏହା ତାଙ୍କ ଜୀବନର ଏକ ଅଂଶଟିଏ ଥିଲା। ଟିଭି ସାମ୍ନାରେ ବସି ସେ ଚିତ୍କାର କରୁଥିଲା ଯେତେବେଳେ ରୋହିତ ଶର୍ମା 6 ଚୌକା ବର୍ଷା କରୁଥିଲେ। ହଠାତ୍ ଉଠାଇ ଉତ୍ସାହ ପ୍ରକାଶ କରୁଥିଲା ଏବଂ ଦଳ ଜିତିବା ଖୁସିରେ ସେ ବହୁତ ଉତ୍ସାହ ହେଉଥିଲା। ଜଗନ୍ନାଥ ଯେଉଁଥିରେ କୌଣସି ରିଆଲିଟି ଦୃଷ୍ଟିକୋଣ ରଖିଥିଲେ, ଭାବିଲେ ଯେ ସେ ବାଲକ ନୁହେଁ, ଏମିତି ଅତ୍ୟଧିକ ଉତ୍ସାହ ଦେଖିବା ଉଚିତ ନୁହେଁ। ସେ ନିଜ ପୁଅକୁ ଗୋଟିଏ ସାଧାରଣ କଥା କହିଲେ, ସୁମନ, ଏହା ଏକ ଖେଳ ମାତ୍ର, ଏତେ ଭାବିବା ଉଚିତ ନୁହେଁ। ମନ ଭିତରକୁ ଏତେ ଗଭୀରତା ନେଇ ଏତେ ଉତ୍ସାହ ହେବା ଉଚିତ ନୁହେଁ। ସେଥିରେ ହଠାତ୍ ଯେଉଁ ଘଟଣା ଘଟିଗଲା କିଛି ଜଣାପଡ଼ିଲା ନାହିଁ। ସୁମନର ମନରେ ଅସହନଶୀଳତା ଜନ୍ମିଲା। ମାନେ ଏହି ମ୍ୟାଚ୍ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଅତ୍ୟନ୍ତ ରାଗରେ ତାଙ୍କ ବାପା ଉପରକୁ ଚଢ଼ିଲେ। ବାପା, ତୁମେ କିଛି ବୁଝୁନ ନାହିଁ, ଏହା ଖେଳ ନୁହେଁ, ଏହା ଥିଲା ମୋ ପାଇଁ ଜୀବନ। ଯେତେବେଳେ ରୋହିତ ଶର୍ମା 6 ଚୌକା ବର୍ଷା କରୁଥିଲେ ସେତେବେଳେ ସୁମନ ବହୁତ ଉତ୍ସାହ ହେଉଥିଲେ। କିନ୍ତୁ ଏପରି ଏକ ଘଟଣା ଏଠାରେ ଘଟିଗଲା ଯାହା ଶୁଣିଲେ ଆପଣଙ୍କର ଲୋମମୂଳ ସବୁ ଟାଙ୍କୁରି ଉଠିବ। ଯେତେବେଳେ ନ୍ୟୁଜିଲାଣ୍ଡର ପ୍ଲେୟର ବୋଲର ରୋହିତ ଶର୍ମାକୁ ବଲରେ ଆଉଟ୍ କରିବାରୁ ସେତେବେଳେ ସୁମନ ରାଗିଯାଇ ବହୁତ ବଡ଼ ଘଟଣା ସେହିଠାରେ ଘଟାଇଦେଲେ ଏବଂ ଏତିକି କହି ସେ ତାଙ୍କ ହାତ ଉଠାଇ ଜୋରଦାର ତାଙ୍କ ବାପାକୁ ହାଣିଦେଲେ। ସେହିଠାରେ ଏକ ମୂର୍ଖତା ପ୍ରେରିତ କାର୍ଯ୍ୟ, ଯେଉଁଥିରେ ଅନ୍ତର୍ନିହିତ ଅଭିଯାନ ଏବଂ ଅସହନଶୀଳତା ରଖିଥିଲା। ଜଗନ୍ନାଥ ହତଚକିତ ହୋଇଗଲେ। ଏତିକି ବର୍ଷ ହେଲା ସେ ନିଜ ପୁଅକୁ ଲାଗି ଅନେକ ତ୍ୟାଗ କଲେ ଏବଂ ଆଜି ସେଇ ନିଜ ପୁଅ ତାକୁ ହାଣିଦେଲା। ଏହି ଘଟଣା ତାଙ୍କ ମନକୁ ତହସ ତହସ କରିଦେଲା। ସେ କିଛି କରିପାରିଲେ ନାହିଁ, କେବଳ ନିଜ ଆଖିରୁ ଲୁହ ଝରିଲା।
ପାଠ ଯାହା ଶିଖିବା ଉଚିତ। ସୁମନ କେବେ ବି ଏହା ଭାବିନଥିଲେ ଯେ ତାଙ୍କ ଏକ ହସନଶୀଳତା କାର୍ଯ୍ୟ ତାଙ୍କ ବାପାଙ୍କ ହୃଦୟକୁ ଏତେ ଭାଙ୍ଗିଦେବ। ସେ ଅନ୍ତର୍ମୁଖୀ ହୋଇଗଲା। କେବେ ମୁଁ ଏତେ ଅଂଶୀଭୂତ ହୋଇଗଲି, କେବେ ମୁଁ ମୋର ଭାବନା ଉପରେ ନିୟନ୍ତ୍ରଣ ହରାଇଲି। ଏହି କାହାଣୀ ଆମକୁ ଏହି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପାଠ ଦେଇଥାଏ। ଅତ୍ୟଧିକ ଆସକ୍ତି ଏବଂ ଅସହନଶୀଳତା ଆମକୁ ଏମିତି ଏକ ସ୍ଥିତିକୁ ନେଇଯାଇପାରେ ଯେଉଁଠି ଆମେ ନିଜ ପ୍ରୟୋଜନକୁ ମଧ୍ୟ ଖୋଇ ବସୁ। ସୁମନ ଏହାର ପଛରେ ଏକ ଦୃଢ଼ ସଂକଳ୍ପ ନେଲା। ଏପରି ଅସହନଶୀଳତା ମୋର ଜୀବନରୁ କେବେ ବି ଜନ୍ମିବା ଉଚିତ ନୁହେଁ। ମୁଁ ମୋର ବାପାଙ୍କୁ ଫେରି ପାଇବି ତ? ସେଇଠାରେ ଗାଁ ଲୋକମାନେ ଯେପରି ଦେଖିଲେ ତାଙ୍କ ବାପା ବେକକଟାରେ ଛଟପଟ ହେଉଛନ୍ତି, ସେତେବେଳେ ତାଙ୍କ ଗାଁ ଲୋକମାନେ ତାଙ୍କୁ ବହୁତ ବଡ଼ ମେଡ଼ିକାଲକୁ ନେବା ପାଇଁ ବନ୍ଦୋବସ୍ତ କଲେ। ଆଉ ମେଡ଼ିକାଲକୁ ନଉନୁ ବହୁତ ବଡ଼ ଅଘଟଣ ଘଟିଗଲା, ଯାହା ଶୁଣିଲେ ଆପଣଙ୍କ ଲୋମମୂଳ କାନ୍ଦି ଉଠିବ। ଯେତେବେଳେ ଜଗନ୍ନାଥଙ୍କୁ ହସ୍ପିଟାଲକୁ ନେଇଗଲେ, ସେତେବେଳେ ICU ଭିତରେ ତାଙ୍କୁ ଆଡ଼ମିଟ୍ କଲେ। ଆଉ ନର୍ସମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ଆଉ ନର୍ସଙ୍କ ରୂପରେ, ଡାକ୍ତରଙ୍କ ରୂପରେ ଏକ ଜଗନ୍ନାଥ ତାଙ୍କ ପାଖକୁ ଆସିଲେ। ଆଉ ସେଇଠାରେ ତାଙ୍କର ବହୁତ ବଡ଼ ଚମତ୍କାର ସେ ଦେଖାଇଦେଲେ। ଆଉ ତାଙ୍କୁ ବହୁତ ଭାବରେ ଭଲ ମଧ୍ୟ କରିଦେଲେ। ଆଉ କିଛି ଦିନ ପରେ ସେ ସୁମନର ବାପା ବହୁତ ଭଲ ମଧ୍ୟ ହୋଇଗଲେ। ଆଉ ସୁମନ ସେଇଠାରେ କାନ୍ଦି କାନ୍ଦି କହିଲା, ହେ ଜଗତର ନାଥ ଜଗନ୍ନାଥ, ତମେ ଯଦି ଆଜି ନଥାନ୍ତ ମୋ ବାପାକୁ ମୁଁ ଫେରି ପାଇନଥାନ୍ତି। ଆଉ ମୋର ଖେଳ ଏତେ ପ୍ରିୟ ଥିଲା ଯେ ମୁଁ କିଛି ନ ବୁଝି ନ ସୁଝି ବାପାକୁ ସେହି TV ସାମ୍ନାରେ ହାଣିଦେଲି। ଆଉ ଏ ଜଗତର ନାଥ ଜଗନ୍ନାଥ, ଆପଣ ଯଦି, ମୁଁ ସବୁବେଳେ ଆପଣଙ୍କୁ ବହୁତ ସ୍ନେହ ଆଦର କରେ, ତେଣୁ ତମେ ମୋର କଥା ରଖିଥିବାରୁ, ମୋର ବାପାଙ୍କୁ ଭଲ କରିଥିବାରୁ ଆପଣଙ୍କୁ କୋଟି କୋଟି ଅନୁରୋଧ କଲି। ତ ଏହି କଥା କହୁ କହୁ ତାଙ୍କ ବାପା ତାଙ୍କ ପାଖକୁ ହସ୍ପିଟାଲରୁ ଭଲ ହୋଇକି ତାଙ୍କ ପାଖକୁ ଆସିଲେ। ଆଉ ସେଇଠାରେ ସୁମନ ତାଙ୍କ ବାପାଙ୍କୁ ନେଇ ଘରକୁ ଆସିଲେ। ଆଉ ଘରେ ସମସ୍ତେ ବହୁତ ଖୁସି ହେଲେ, ଯାହା ସୁମନ ବି ମଧ୍ୟ ଖୁସି ହେଲା। ଆଉ ତାଙ୍କ ପରିବାରର ତାଙ୍କ ବାପା ମା ସମସ୍ତେ ଖୁସି ହେଲେ। ଏହିପରି ଘଟଣା ଘଟି ଯାଇଥିଲା, ବହୁତ ଦୁର୍ଘଟଣା, ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିଲା। ଆଉ ଗାଁ ଲୋକମାନେ ସୁମନକୁ ବହୁତ ବଡ଼ କଥା ମଧ୍ୟ କହିଲେ। ଅତ୍ୟଧିକ ଆସକ୍ତି ଏବଂ ଭାବନାର ଅତିରେକ କେବେ ବି ଏକ ଭଲ ପରିଣାମ ଦେଇନାହିଁ। ଆମେ ଯଦି ଜୀବନରେ ଏକ ସମତୋଳନ ରଖିପାରିବା, ତେବେ ଏହା ଆମ ପାଇଁ ଏବଂ ଆଉ ଆମ ପ୍ରିୟଜନଙ୍କ ପାଇଁ ଉତ୍ତମ। ତ ଘଟଣାଟି ଏହା ଥିଲା। ତ ଆପଣମାନେ ଭିଡ଼ିଓଟିକୁ ଫୁଲ୍ ମାତ୍ରାରେ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆଉ ଯେଉଁମାନେ ନୂଆ କରି ଚ୍ୟାନେଲକୁ ଆସିଛନ୍ତି, ସେମାନେ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ।